ସ୍ୱର୍ଗତ ସାମ୍ବାଦିକ ଅମରାନନ୍ଦଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ। ବାଲେଶ୍ୱର ଜିଲ୍ଲା ସାମ୍ବାଦିକ ପ୍ରକୋଷ୍ଠରେ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଅମରାନନ୍ଦଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ୱ କରିଥିଲେ ଦିବଂଗତ ସାମ୍ବାଦିକ ସ୍ମୃତି କମିଟିର ସଭାପତି ଦେବବ୍ରତ ପାଣିଗ୍ରାହୀ। ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ସମ୍ପାଦକ ଧ୍ୱନି ପ୍ରତିଧ୍ୱନିର ଶ୍ରୀଯୁକ୍ତ ସୃଷ୍ଟିଧର ପରିଡ଼ା ଯୋଗ ଦେଇ କହିଲେ କି ଅମରାନନ୍ଦଙ୍କ ଭଳି ଭଦ୍ର ଓ ନମ୍ରଭାବପନ୍ନ ବ୍ୟକ୍ତି ମିଳିବା ବହୁ କଷ୍ଟ। ସେ କେବଳ ଜଣେ ସାମ୍ବାଦିକ ନଥିଲେ, ସେ ଏକାଧାରରେ ଜଣେ ଭଲ ସମାଜସେବୀ ମଧ୍ୟ ଥିଲେ। ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ସମ୍ପାଦକ ସେଉଠୁ ଆରମ୍ଭ ଦୈନିକ ଖବରକାଗଜର ଶ୍ରୀଯୁକ୍ତ ଶୁଭେନ୍ଦୁ ଦାସ ଯୋଗ ଦେଇ ସ୍ମୃତିଚାରଣ କରିବା ସହିତ ଦିବଂଗତ ସାମ୍ବାଦିକ ସ୍ମୃତି କମିଟି କିଭଳି ଭାବରେ ଆହୁରି ଆଗକୁ ବଢ଼ିପାରିବ ସେ ଦିଗରେ ସେ ପରାମର୍ଶ ଦେଇଥିଲେ ଏବଂ ନିଜକୁ ବର୍ଷକୁ ବର୍ଷ 1000 ଟଙ୍କା ଦେବା ସହିତ ଯେତେବେଳେ ଯାହା ସାହାଯ୍ୟ ଦରକାର ପଡ଼ିବ ସେ ଦେବେ ବୋଲି ପ୍ରକାଶ କରିଥିଲେ। ସେହିପରି ଭାବରେ ଅମରାନନ୍ଦଙ୍କ ବାଲ୍ୟକାଳରୁ ବନ୍ଧୁ ଶିକ୍ଷାବିତ୍ ଶ୍ରୀଯୁକ୍ତ ଗଦାଧର ବାବୁ ଯୋଗ ଦେଇ ତାଙ୍କ ପିଲାଦିନର କଥାକୁ ବଖାଣିଥିଲେ। ସମାଜସେବୀ ଶ୍ରୀମତୀ ଆଶ୍ରିତା ତରେଇ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ। ଅମରାନନ୍ଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ବରିଷ୍ଠ ସାମ୍ବାଦିକ ତଥା ପରିବାର ଅଦାଲତର ମୁଖ୍ୟ ଶ୍ରୀଯୁକ୍ତ ଶିବଦାସ କୁଣ୍ଡୁଙ୍କୁ ମାନପତ୍ର ଉପଢୌକନ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସ୍ମୃତିଚାରଣ ସଭାରେ ସାମ୍ବାଦିକ ବିଦ୍ୟାଧର ମହାନ୍ତି, ତ୍ରିଲୋଚନ ମହାନ୍ତି, ହିତ୍ରିକ ନାୟକ, ସମ୍ବିତ ବେହେରା, ସମ୍ପାଦକ ଗଗନ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ। ସର୍ବଶେଷରେ ସାମ୍ବାଦିକ ତ୍ରିଲୋଚନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।